କରିବ। ଏଇ ସମୟରେ ପୁଣି ଆପଣକେ ମୋ ଏଇ ସାରଙ୍ଗଗଡ଼କୁ ଚାଲି ଆସିଛନ୍ତି। ଓ ଆପଣଙ୍କ କଥା ଠିକ ବୁଝିପାରିଛି। ତମେ ସାରଙ୍ଗଗଡ଼ର ସେନାପତି କାଲେନ୍ଦ୍ର ବଳିଆର ସିଂ ନା? ହଉ ମୁଁ ହଉଛି ସେଇ ସାରଙ୍ଗଗଡ଼ର ସେନାପତି କାଲେନ୍ଦ୍ର ପ୍ରସାଦ। ଆପଣ ସାହାଯ୍ୟ ପାଇଁ କହୁଛ, ସାହାଯ୍ୟ କିନ୍ତୁ ମୁଁ କରିବି ବନ୍ଧୁ। ହେଲେ ମୁଁ ଆପଣଙ୍କୁ ଜାଣିନି କି ଚିହ୍ନିନି, ମୁଁ ଗୋଟାଏ ଅଚିହ୍ନା ଲୋକ ଠାରୁ କେମିତି ସାହାଯ୍ୟ ନେବିନି? ନାଇଁ ଆପଣ କିଏ ମୁଁ ଜାଣିନି, ଆଉ ପୁଣି ମତେ ଆପଣ ସାହାଯ୍ୟ କରିବାକୁ ଆସିଛନ୍ତି। ସାହାଯ୍ୟ କରିବାରେ କିନ୍ତୁ ପରିଚୟ ନଥାଏ ବନ୍ଧୁ। ହଁ, ହେଲେ ଆପଣ ସାହାଯ୍ୟ ପହଞ୍ଚାଉଛନ୍ତି, ସେ ସାହାଯ୍ୟ କରିବାର କାରଣଟା ମୁଁ ଆପଣଙ୍କୁ ଜାଣିପାରିବା? ତାହେଲେ ମନ ଦେଇ ଶୁଣନ୍ତୁ ମୋ ସାହାଯ୍ୟର ଉଦ୍ଦେଶ୍ୟଟା। ଯେତେବେଳେ ସେଇ ନିଘଞ୍ଚରଣ୍ୟ ମଧ୍ୟରେ ମୁଁ ସେଇ ରାଜକୁମାରୀ ସରିତାକୁ ପ୍ରେମ ଜାଲରେ ବାନ୍ଧିବା ପାଇଁ ଯାଉଥିଲି, ସରିତା ଠିକ ସେଇ ସମୟରେ ସେଇ ମଗଧଗଡ଼ର ରାଜକୁମାର ସାଗରଟା ଆସି ମୋ ପ୍ରେମ କରିବାର ସମୟଟାକୁ ଭାଙ୍ଗିଦେଲା। ଆଉ ଏମିତି ମାଡ଼ ମାରିଲା, ଏ ପର୍ଯ୍ୟନ୍ତ ମୋ ପିଠିର ଦରଦଟା କମେନି। କେମିତି କଲେ ମୁଁ ତା ଠାରୁ ପ୍ରତିଶୋଧ ନେବି ସେଇ ଚିନ୍ତା କରୁଥିଲି, ଆଉ ସାହାଯ୍ୟ ନେବା ପାଇଁ ଭାବୁଥିଲି। ଏଥର ଠିକ ବୁଝିପାରିଲେ ନା ଆପଣ? ତାହେଲେ ସେଇ ରାଜକୁମାର ସାଗରକୁ ଆପଣ ଜାଣିଲ କେମିତି ବନ୍ଧୁ? ହେଲେ ଆପଣ ସେଇ ସାଗରର ନାଁଟାକୁ ଶୁଣିଲା ପରେ ଏମିତି କାହିଁକି ଚମକି ପଡ଼ିଲେ? ତାହେଲେ ଶୁଣିବ? ହଉ ମୁଁ ଶୁଣିବି। ସେଇ ସାଗରର ଆପଣଙ୍କର କଣ ମତଭେଦ ରହିଛି ନା କିଛି କହିବେ? ତାହେଲେ ଶୁଣ ବନ୍ଧୁ ମୋ କଥା, ଆପଣ ମନ ଦେଇ ଶୁଣ। ପ୍ରତେ ମୁହୂର୍ତ୍ତରେ କେବଳ ମୋ ହୁକ হে জ্বলছে। প্রতে মুহূর্ত্ତରେ ମୋ ହୁକ হে জ্বলছে। ও ହେଉଛି କେବଳ ସେଇ ମଗଧଗଡ଼ ରାଜ୍ୟ ସିଂହାସନର ସେନାପତି କାଳନ୍ତକ ବଳୁଆର। ଆପଣ ହଉଛନ୍ତି ସେଇ ମଗଧଗଡ଼ର ସେନାପତି କାଳନ୍ତକ ବଳୁଆ। ହେଲେ ଆପଣଙ୍କ ମୋ ସାହାଯ୍ୟ କରିବାର ଉଦ୍ଦେଶ୍ୟ କଣ? ସାହାଯ୍ୟ? ତାହେଲେ ଶୁଣ ବନ୍ଧୁ। ତାହେଲେ ଟିକେ ବର୍ଣ୍ଣନା କରନ୍ତୁ ବନ୍ଧୁ। ସେଇ ପରମ ଶତ୍ରୁ ହେଉଛି କେବଳ ସେଇ ଯୁବରାଜ ସାଗର। ତାଙ୍କରେ ପିତା ସେଇ ରାଜା ସୂର୍ଯ୍ୟବ୍ରତାପ ହେଉଛି ମୋର ପରମ ଶତ୍ରୁ। ଆପଣଙ୍କର କହିବାର ଅର୍ଥ ହେଉଛି ସେଇ ଆମ ଦୁଇ ଜଣଙ୍କର ଶତ୍ରୁ ସାଗର। ହେଲେ ଆମ ଦୁଇଙ୍କର ହେଲେ ବନ୍ଧୁ କେମିତି କଲେ ସେଇ ସାଗରଟାକୁ ଆମେ ଜୀବନରୁ ମାରିଦେବା? ଆମ ସେଇ ବାଟର କଣ୍ଟାଟା ସବୁଦିନ ପାଇଁ ସଫା ହେଇଯିବ। ଶୁଣ ବନ୍ଧୁ, ସେ ତେଥୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କର ଆଉ ସୁଗ୍ରୀଙ୍କର ଠିକ ଏମିତି ଦୁର୍ଦ୍ଦଶା ଘଟିଥିଲା ବୋଲି ଶତ୍ରୁ ପୁଣି ମାରିବାକୁ ହେଲେ ମିତ୍ର ସାଜି ଯାଇଥିଲେ। ମିତ୍ର ତମେ ଠିକ କହୁଛ ବନ୍ଧୁ। ଆଜିଠାରୁ ତୁମେ ନୁହ କାଳାନ୍ତକକୁ ମୋ ନୁହେଁ କାଳେନ୍ଦ୍ର। ଆଜି ଏ ଦୁନିଆ ଦେବ ଆମ ଦୁଇ ଜଣଙ୍କର ଗୋଟାଏ ନୂତନ ପରିଚୟ। ଆଜିଠାରୁ ଏଇ ଦୁନିଆ ଜାଣିବ, ଏ ସମାଜ ଜାଣିବ ଆମେ କେବଳ ଏ କଳିଯୁଗର କାଳ ପୁରୁଷ।
ସୁନ୍ଦର ଦେଖେ କରିବ ସିଏ କଳି ଯୁଗର ହାରିଲେ ବି ଜିତିଲେ କରିବ ସିଏ ଚଢ଼ି ଆମର ହାରିବ ନାହିଁ କି ଜିତିବ ନାହିଁ ଆମ ସିଏ ନିଜର କଳି ଯୁଗର କାଳ ପୁରୁଷ କଳି ଯୁଗର କାଳ ପୁରୁଷ ବନ୍ଧୁ ଆଉ ଶୁଭ କାର୍ଯ୍ୟରେ ବିଳମ୍ବ କରିବା ନାହିଁ ମାଡ଼ି ଯିବା ସେହି ସାଗର ପାଖକୁ ଆମର ଦୁଇ ଜଣଙ୍କର ପ୍ରତିଶୋଧ ନେବା ପାଇଁ ଓହୋ ହଁ ବନ୍ଧୁ ଆଜିଠାରୁ এই ସମୟରେ କେବଳ ଆମର ନାଟକଟା ଆରମ୍ଭ ହେବ ତମେ ଠିକ କହୁଛ ବନ୍ଧୁ ତାହେଲେ ଡେରି କାହିଁକି ଚାଲ ଯିବା ସେହି ସାଗର ପାଖକୁ